ମସିହା 1974। ସେତେବେଳେ ଆମ ଗାଁକୁ ନା ଥିଲା ଯାନବାହନର ବ୍ୟବସ୍ଥା, ନା ଥିଲା ସ୍ୱାସ୍ଥ୍ୟର ବ୍ୟବସ୍ଥା, ଆଉ ଶିକ୍ଷାର ବ୍ୟବସ୍ଥା ତ କହିଲେ ନ ସରେ। ଏହି ଶିକ୍ଷାର ବ୍ୟବସ୍ଥାକୁ ଦୂର କରିବା ପାଇଁ କୋରୁଆଳ, ପାଞ୍ଚଣା, କରମଙ୍ଗା ଓ ଅଲଣା ମୌଜା ମିଳିତ ହୋଇ ନେଇଥିଲେ ଏକ ବଡ଼ ପଦକ୍ଷେପ। ସେମାନଙ୍କର ମିଳିତ ସହଯୋଗରେ ଗଢ଼ି ଉଠିଥିଲା ଦେଶବନ୍ଧୁ ନୋଡାଲ ଉଚ୍ଚ ବିଦ୍ୟାଳୟ। ଏହି ବିଦ୍ୟାଳୟ ହେବା ଫଳରେ ଅଞ୍ଚଳବାସୀଙ୍କ ଶିକ୍ଷାର ବିକାଶ ହେବା ସହିତ ଶିକ୍ଷା ପ୍ରତି ସେମାନଙ୍କର ଆଗ୍ରହ ମଧ୍ୟ ବଢ଼ିଥିଲା, ଯାହାଫଳରେ ଦେଶବନ୍ଧୁ ନୋଡାଲ ଉଚ୍ଚ ବିଦ୍ୟାଳୟ ପରବର୍ତ୍ତୀ ସମୟରେ ଦେଶବନ୍ଧୁ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଭାବରେ ପରିଣତ ହୋଇପାରିଥିଲା। ଆସନ୍ତା ଜୁନ ମାସ 6ରୁ 8 ତାରିଖ ପର୍ଯ୍ୟନ୍ତ କୋରୁଆଳ, ପାଞ୍ଚଣା, କରମଙ୍ଗା, ଅଲଣା ଏବଂ ପୁରାତନ ଛାତ୍ରଙ୍କ ସହଯୋଗତାରେ